ମୁଁ ଆସିଲା ମାନେ କପଡ଼ା ଦୋକାନକୁ କ'ଣ କରିବି ରାତି ଚାଲନ୍ତା ଭିତରେ କ'ଣ କରୁଛି ବଇଛି କ'ଣ କରୁଛି ବଇଛି ତ ଓହୋ ହାଫ୍ ପ୍ୟାଣ୍ଟ ଦେଖ ନା। ହାଇ ସାଙ୍ଗମାନେ କେମିତି ଅଛନ୍ତି ଆଶା କରୁଛି ଭଲ ଥିବେ। ମୁଁ ସବୁବେଳେ ମସ୍ତ ସାଙ୍ଗମାନେ ଚାଲୁଛି ଗୋଟେ ଖାଇଦେବା ସକାଳୁ ସକାଳୁ ନୂଆ ବ୍ଲଗିଂ ଷ୍ଟାର୍ଟ କରୁଛି ଖାଇଦେବା କ'ଣ ଦେଖିବା ଆମ ବୋଉ କ'ଣ କରୁଛି। ଭାତ ବସେଇଛୁ ପୁରା ଧୂଆଁ ବସେଇଛୁ ନା ଶେଷ ଖଣ୍ଡେ ଚିରି ଦଉନୁ କୋଉଠି ଯିବାର ଅଛି ମାନେ ସାଇକେଲ ଦେଇଦେବୁ ସାଇକେଲଟା ମାନେ ଚାଲୁନି ଭଲ ବହୁତ ଜୋରେ କଷ୍ଟ ନେଉ ଚଲେଇବାକୁ ମାନେ କଟପଟ ହେଉଛି ଯେ ବହୁତ ଜୋରେ ଗୋଟେ ତିଆରିକି ଆସିବି। ମୁଁ ପ୍ୟାଣ୍ଟ ସାର୍ଟ ପିନ୍ଧି ସାରିଲି ମାନେ ଟାଇମ୍ ହେଲି ମାନେ 3ଟା ପାଖାପାଖି 3ଟାରେ ଯିବାକୁ ପଡ଼ିବ ମାନେ ଖରା ହେଉଥିଲା ଜୋରେ ଯେ ଯାଇନଥିଲି ଏବେ ମାନେ ଥଣ୍ଡା ପଡ଼ିଲି କେତେବେଳେ ଯିବା ରହୁଛି ସେ ପର୍ଯ୍ୟନ୍ତ ଦେଖିବା। ମୁଁ ତ ଆସିଲି ହେରି ମାନେ ସାଇକେଲ ନେଇକିରି ସାଇକେଲ ମାନେ ତିଆରି ବି ତାପରେ ଯିବି ତାପରେ କାଠ ଛକ ଯିବାର ଅଛି ମାନେ ଚୁଟି ଫୁଟି ଖୋଲିଥିବ ଖୋଲି କାଟିବି ନହେଲେ ଆସିବି ତାପରେ ଦେଖନ୍ତୁ ମାନେ ପରିବା ପତ୍ର କେମିତି ହେଇଛି ଆମର ପଟୁ ପଶିଲା ବଡ଼ ବନ୍ଧ ଉପରେ ହେଇଗଲି ଫସଲ ସବୁ ହେଇଛି ତାପରେ ଘରଟା କାମ ହେଉଛି ତାପରେ ଦେଖନ୍ତୁ ସେପଟେ ଆମର କହିଲି ମାନେ ଖୋଳାଖୋଳି ଚାଲିଛି ଜେସିବି ଲାଗିଛି ତ ଖୋଳାଖୋଳି ହେଉଛି ମାନେ ପାଇପ୍ ପଡ଼ିବ ଖୋଳାଖୋଳି ଚାଲିଛି ଚାଲନ୍ତୁ ଯିବା। ମାନେ ଏତେ ଜୋରେ ଖରା ହେଉଥିଲା ଯେ ଆଜି ମାନେ ସକାଳୁ ଆସିଥାନ୍ତି ମାନେ ଏତେ ଜୋରେ ଖରା ହେଲା ବୋଲି ସେଥିପାଇଁ ମୁଁ ଆସିଲିନି କାହିଁକିନା ବହୁତ ଜୋରେ ମୁଣ୍ଡ ବିନ୍ଧା ହେଲା କାମକୁ ଯାଇ ଖରାରେ ଶୋଇପଡ଼ିଲି ତାପରେ ଏଇନେ ଉଠିକି ଆସିକିରି ମାନେ ଯାଉଛି ଗୋଟେ ଖାଇଦେଇକି ଆସିକିରି ଆମ ବହୁତ ମାନେ ଭାତ ବସୁଥିଲା ତାପରେ ମୁଁ ଆସିଲି ଭାତ ନଥିଲା ଭାତ ବସୁଥିଲା ତାପରେ ଆସିଲି ହାରି ଇଆଡ଼େ ଆଉ ଚାଲନ୍ତୁ ଯିବା ମାନେ ସାଇକେଲ ତିଆରି ଆସିବା ତାପରେ ମୁଁ ତ ଆସିଲା ଆସିକୁ ମାନେ ସାଇକେଲ ଦୋକାନକୁ ସାଇକେଲ କେତେ ଥୁଆ ହେଇଛି ମାନେ ତା ପାଖରେ ସାଇକେଲ ତିଆରି ହେବ ବୋଲି ଦେଖୁନି କେତେ ସାଇକେଲ ମାନେ ତ ସେ ମନା କଲା କହିଲା ଆଜି ହେଇପାରିବନି ମାନେ ତା ପାଖରେ ବହୁତ ସାଇକେଲ ଥୁଆ ହେଇଛି କହିଲା ହେଉଛି ଆଜି ହେଇପାରିବନି ଗୋଟେ ନୂଆ ସାଇକେଲ ତିଆରି ଅଛି ତୁ କାଲି ଆସିବୁ କହିଲି ହଉ ଆସିବି ତାପରେ ଦେଖନ୍ତୁ ଆମର ଏଇଟା ମାନେ ଗୋଡ଼ାଇ ପାଖାପାଖି ମୁଁ ହେଇଗଲି ଏତେ ଜୋରେ ଘଡ଼ଘଡ଼ି ମାରୁଛି ବର୍ଷା ହେବାର ସମ୍ଭାବନା ଅଛି ଜଣାପଡ଼ୁଛି ଘଡ଼ଘଡ଼ି ବହୁତ ଜୋରେ ମାରୁଛି ତାପରେ ତ ଆମ ବିକି ଭାଇ ଏଇଠି ଇଟା ବାଡ଼ୁଥିଲେ ଏଇଠି ଦେଖନ୍ତୁ ଇଟା ମାନେ ଗୋଡ଼ା ହେଇଯାଇଛି ମାନେ ଏଇଠି ଅଛି ଅଧେ ବିକି ସାରିଲେଣି ତାପରେ ଅଧେ ଅଛି ବି ତ ଆସିଲା ଆମ କାଠବାଡ଼ି ଛକ ପାଖାପାଖି ହେଇଗଲି ତାପରେ ଦେଖିବା ତା ଦୋକାନ ସେଲୁନଟା ଖୋଲିଛି ତ ବୋଧେ ଜଣାପଡ଼ୁଛି ତାପରେ ଯିବାକୁ ପଡ଼ିବ କହିଦେଇକି ଯିବାକୁ ତା ପାଖକୁ ତ ଖୋଲିନି ଖୋଲିଛି ଶୋଇଛି ଖାଇ ପିଇକିରି ଆଉ ତାହେଲେ ତା ପାଖକୁ ଆସିବା ସେ ଶୋଇପଡ଼ିଛି ମାନେ କାଟିଆନି ମୁଁ ଆସେ ଏଇଠୁ ଆ ପାଖରୁ ଶାଣିକାର ଟଙ୍କା ପାଖରୁ ଆସେ ତୁ ରହିଥିବୁ କି ତା ପଳେଇବୁ କେତେବେଳେ ପର୍ଯ୍ୟନ୍ତ ରହିବୁ ଆରେ ମୁଁ ଏଇଠୁ ଆଉଛି ଏଇଠୁ 8ଟା ବନ୍ଧେ କେଉଁଠୁ ଆସୁଛି କହିଲୁ ତୁ ଶାଣିକା ଦୋକାନ ଦେଇଛି ଏଇଠି କପଡ଼ା ଦୋକାନ ତାରି ପାଖରେ ଆସୁଛି ମୁଁ ଆସିଲା ମାନେ କପଡ଼ା ଦୋକାନକୁ କ'ଣ କରିବି ରାତି ଚାଲନ୍ତା ଭିତରେ କ'ଣ କରୁଛି ବଇଛି ତ ଓହୋ ହାଫ୍ ପ୍ୟାଣ୍ଟ ଦେଖ ନା ହାଫ୍ ପ୍ୟାଣ୍ଟ ମୁଁ ଆସିଲି ହାରି ମାନେ ସେ ଦୋକାନରୁ ମାନେ ପ୍ୟାଣ୍ଟଟେ ଗଞ୍ଜିଟେ ଗୋଟେ ଧରିକିରି ଆସିଲି ହାରି ମାନେ ସେଲୁନ୍ ପାଖକୁ ସେଲୁନ୍ରେ ଚୁଟି ଫୁଟି କାଟିବି ତାପରେ ଦେଖନ୍ତୁ ଜଣେ କାଟୁଛି ଆର କାଟା ସରିଲା ପରେ ମୁଁ କାଟିବି ମୁଁ ତାକୁ କହିକି ଯାଇଥିଲି ମାନେ ମୋ ପାଇଁ ରଖିଦେବୁ ମୁଁ କାଟିବି ମାନେ ମୋ ପାଇଁ ରଖିଛି ଆସିଲା ଆସିକି ମାନେ ବସି ପଡ଼ିଛି ମୁଁ ଆସିଲା ବେଳେ ଲେଟ୍ ଟିକେ ହେଲା ତ ପ୍ୟାଣ୍ଟ ଟିକେ କିଣୁ ଲେଟ୍ ହେଇଗଲା ତାପରେ ଆସି ବସି ପଡ଼ିଲା କହିଲା ମୋର ଆଗ କାଟେ ମୁଁ କହିଲି ହଉ ତାର କାଟିଦିଏ ତାପରେ ମୋର କାଟୁଛି ସେ ଆଗ ବସି ପଡ଼ିଥିଲା ମୁଁ ଆସିଲା ଆସିକୁ କେହି ନଥିଲେ ସେ ବସି ପଡ଼ିଥିଲା ତ ସେ କାଟୁଛି ଏଥିରେ ବର୍ଷା ହେଉଛି ଲୋକମାନେ ସବୁ ଓଦା ହେଇକି ଆସନ୍ତି ମୋତେ ଆସିକି ଟିକେ ଛିଡ଼ା ହେଇଛି ବର୍ଷା କେତେବେଳେ ଛାଡ଼ିବ କ'ଣ କରିବ ଯିବି ଟିକେ ଚାଲନ୍ତୁ ବର୍ଷା କେତେବେଳେ ଛାଡ଼ୁଛି ଦେଖିବା ତାପରେ ନହେଲେ ଓଦା ହେଇଯିବ ମାନେ ମୋବାଇଲ ହେଲେ ଓଦା ହେଇଯିବ ସେଥିପାଇଁ ମୁଁ ଛିଡ଼ା ହେଇଯାଇଛି ଦେଖିବା ଯଦି ସ୍ଲୋ ପକେଇବ ଯିବା ହେରି ନହେଲେ ଟାଇମ୍ ତ ହେଇଗଲି ମାନେ ବହୁତ ଟାଇମ୍ 6ଟା ପାଖାପାଖି ହେଇଗଲି ଗଲା ଆସିକି ମୋତେ ବହୁତ ଟାଇମ୍ ହେଇଯିବ ହଉ ଚାଲନ୍ତୁ ଲୋକମାନେ ଯାଆନ୍ତି ବର୍ଷାରେ ବି ମାନେ ଏଇନେ ବର୍ଷା ହେଉଛି ମୁଁ ଚୁଟି ସବୁ କାଟିକି ଆସିଲେ ତାପରେ ବର୍ଷା ହେଲା ମୁଁ ଆସିକି ଛିଡ଼ା ହେଇଗଲି ତାପରେ ସାଙ୍ଗ ଭିଡ଼ିଓଟି କେମିତି ଲାଗିଲା ଆଶା କରୁଛି ଯଦି କମେଣ୍ଟ କରି ଲାଇକ୍ କରି ସେୟାର କରି ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ରହୁଛି ବାଏ।